ନାଇଁ ସେଇଟା ଏଥରକ ଆମେ ଦେଖିବୁ ସେଇଟା ମଧ୍ୟ ଗୋଟେ ବିଚାର କଥା ଅଛି ଏଥରକ ଟୋକନ ଯେମିତି ମାତ୍ରା କମ୍ ହେବ ନାହିଁ ରେଜିଷ୍ଟ୍ରେସନ କରିବାର ଯେତିକି ରେଜିଷ୍ଟ୍ରେସନ କରିବେ ତାର ସେଇ ପରିମାଣର ଚାଉଳ ସେ କେମିତି ଦେଇ ବିକିପାରିବେ ଏ ଧାନ ବିକିପାରିବେ ତାର ମଧ୍ୟ ଆମେ ବ୍ୟବସ୍ଥା କରିବୁ। ଦେଖନ୍ତୁ ଜମି ମାଲିକ ଭାଗ ଚାଷୀ ଜମି ମାଲିକ ତାର କନସେଣ୍ଟ ଦେବ ଭାଗ ଚାଷୀକୁ ଯେ ଇଏ ମୋର ଚାଷ କରୁଛନ୍ତି ବୋଲି ସେ ଅନୁଯାୟୀ ରେଜିଷ୍ଟ୍ରେସନ୍ ହେବ। ଆଉ ଯଦି ଜମି ମାଲିକ ବାହାରେ କେଉଁଠି ଅଛନ୍ତି ଫରେନ୍ରେ ଅଛନ୍ତି ସିଏ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାରେ ଆସିପାରିବେ ନାହିଁ ତାହେଲେ ଆମେ ଗୋଟେ ଆପ୍ ଡେଭଲପ୍ କରୁଛୁ ସେ ଆପ୍ ମାଧ୍ୟମରେ ତାଙ୍କର ଫେସ୍ଟାକୁ ସ୍କାନିଂ କରାଯିବ ଆଇ ସ୍କାନିଂ କରାଯିବ ଆଉ ସେଇଟା ମଧ୍ୟ ହୋଇପାରିବ ତାଙ୍କୁ ବାହାରୁ ଆସିବା ଦରକାର ନାହିଁ ସେ ସେଇଠି ଥାଇକି ମଧ୍ୟ ତାଙ୍କର କନସେପ୍ଟ ଦେଇପାରିବେ। ବର୍ତ୍ତମାନ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଅଛି ଆବଶ୍ୟକ ପଡ଼ିବ ଯଦି ଆମେ ଆହୁରି ଏକ୍ସଟେନସନ୍ କରିବୁ। ଏଲପିଜି କାମ ଉପରେ ମାନେ ଟିକେ ଠିମ ପ୍ରକୃତରେ ହେଇଛି ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି କିନ୍ତୁ ତା ଭିତରେ ଆମେ ଆଉ ଥରେ ବସିକିନି ତାକୁ କେମିତି ଏକ୍ସପେଡାଇଟ୍ କରିବୁ ଦେଖିବୁ। Oh, thank you.